ସ୍ତ୍ରୀର ସ୍ୱପ୍ନ ପୂରଣ କରିବାକୁ ଯାଇ ସ୍ୱାମୀ ସବୁ ପ୍ରକାର ଚେଷ୍ଟା କରୁଥିଲା। ଆଉ ଶେଷରେ ସ୍ତ୍ରୀର ସ୍ୱପ୍ନ ପୂରଣ ହୋଇଯାଇଥିଲା। ସ୍ତ୍ରୀ ପୋଲିସ ଅଫିସର ବନିଯାଇଥିଲା। ହେଲେ ଯେଉଁ ସ୍ୱାମୀ ପାଇଁ ସ୍ତ୍ରୀ ପୋଲିସ ଅଫିସର ହୋଇଥିଲା ସେହି ସ୍ତ୍ରୀ ସ୍ୱାମୀ ନାଁରେ କେସ୍ କରି ତାକୁ ଜେଲ୍ ପଠାଇ ଦେଇଥିଲା। ପ୍ରଥମେ ପ୍ରେମ ଆଉ ପ୍ରେମରୁ ବିବାହ କରିଥିବା ସ୍ୱାମୀଟା ନିଜ ସ୍ତ୍ରୀର ସବୁ ସ୍ୱପ୍ନ ପୂରା କରିବାକୁ ନିଜର ଅର୍ଥଠୁ ଆରମ୍ଭ କରି ପରିଶ୍ରମ ସବୁ ପ୍ରକାର ପ୍ରୟାସ କରିଥିବା ସ୍ୱାମୀ ଆଜି ଜେଲ୍ ଭିତରେ କାନ୍ଦୁଥିଲା। ଆଉ ସ୍ତ୍ରୀ ଏପଟେ ପୋଲିସ ଅଫିସର ହୋଇ ବେଶ୍ ମଜା ନେଉଥିଲା। ଏ କାହାଣୀ ଉତ୍ତରପ୍ରଦେଶର ସେହି ପୁରୁଣା କାହାଣୀକୁ ପୁଣି ଥରେ ମନେ ପକାଇ ଦେଉଛି। ଆଜ୍ଞା, ମନେ ଅଛି ସେ କଥା? ସ୍ୱାମୀ ପରିଶ୍ରମ କରି ସବୁ ଟଙ୍କା ନିଜ ସ୍ତ୍ରୀ ପାଇଁ ଖର୍ଚ୍ଚ କରି ସ୍ତ୍ରୀକୁ ସବ୍ କଲେକ୍ଟର କରିଥିଲା, କିନ୍ତୁ ସେହି ସ୍ତ୍ରୀ ସ୍ୱାମୀକୁ ଶେଷରେ ଚିହ୍ନିନି ବୋଲି କହିଥିଲା। ଏ କାହାଣୀ ପୁଣି ଥରେ ସ୍ୱାମୀମାନଙ୍କୁ ଭାବିବାକୁ ନିଶ୍ଚିତ ବାଧ୍ୟ କରିବ, ସତରେ ସ୍ତ୍ରୀମାନଙ୍କୁ ପାଠ ପଢ଼ାଇ ଚାକିରି କରାଇବା କ'ଣ ଭୁଲ? ଏ କାହାଣୀ ଥିଲା ଗୁଲଶନ ଆଉ ପାୟଲଙ୍କ କାହାଣୀ। ଗୁଲଶନ ଆଉ ପାୟଲ ଉଭୟଙ୍କ ସମ୍ପର୍କ କଲେଜରୁ ଆରମ୍ଭ ହୁଏ। ଉଭୟଙ୍କ ସମ୍ପର୍କ ପ୍ରେମରେ ପରିଣତ ହୁଏ ଆଉ ଉଭୟ 2016 ମସିହାରେ ବିବାହ ମଧ୍ୟ କରନ୍ତି। ବାହାଘର ପରେ ସ୍ତ୍ରୀ ଦେଖିଥିବା ସେ ଅଧୁରା ସ୍ୱପ୍ନକୁ ପୂରା କରିବାକୁ ସ୍ୱାମୀ ଅଣ୍ଟା ଭିଡ଼େ। ସ୍ତ୍ରୀ ପାୟଲର ସ୍ୱପ୍ନ ଥିଲା ପୋଲିସ ଅଫିସର ହେବା। ସ୍ୱାମୀ ନିଜର ସବୁ ଅର୍ଥ ଲଗାଇ ସ୍ତ୍ରୀକୁ ଭଲ ଭଲ ଜାଗାରେ କୋଚିଂ ପାଇଁ ଭର୍ତ୍ତି କରେ। ନିଜ ଅପେକ୍ଷା ସ୍ତ୍ରୀ ସ୍ୱପ୍ନ ପୂରଣ ପାଇଁ ସ୍ତ୍ରୀ ଉପରେ ବେଶୀ ଧ୍ୟାନ ଦିଏ। ଶେଷରେ 2023 ମସିହାରେ ସ୍ତ୍ରୀ ପାୟଲ ଇଣ୍ଟରଭ୍ୟୁରେ ସଫଳ ବି ହୁଏ ଆଉ ପୋଲିସ ସବ୍ ଇନ୍ସପେକ୍ଟର ଭାବରେ ପୋଷ୍ଟିଂ ହୁଏ। ସ୍ତ୍ରୀ ପାୟଲ ଚାକିରି ପାଇବାର କିଛି ଦିନ ପରେ ସ୍ୱାମୀ ଗୁଲଶନଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ ଆସେ। ଭଲ ପାଇବା ବଦଳରେ ଟିକେ ଟିକେ କଥାରେ ଗାଳି ଦେବା, ଚିଡ଼ିବା ଆରମ୍ଭ କରେ। ଦିନେ ଯେଉଁ ସ୍ୱାମୀକୁ ପ୍ରେମ କରି ବିବାହ କରିଥିଲା, ଦିନେ ଯେଉଁ ସ୍ୱାମୀକୁ ପାଇବାକୁ ପାଗଳି ଭଳି ହେଉଥିଲା, ଦିନେ ଯେଉଁ ସ୍ୱାମୀ ନିଜ ସ୍ତ୍ରୀର ସବୁ ସ୍ୱପ୍ନ ପୂରଣ କରିବାକୁ ଦିନ ରାତି ଏକ କରିଦେଇଥିଲା, ଶେଷରେ ସେହି ସ୍ତ୍ରୀ ଆଜି ସବୁ ଭୁଲି ଥାନାରେ ସ୍ୱାମୀ ନାଁରେ ଏତଲା ଦିଏ। ସ୍ୱାମୀ କୁଆଡ଼େ ତାକୁ ନିର୍ଯାତନା ଦେଉଥିଲା, ସ୍ୱାମୀ କୁଆଡ଼େ ତାକୁ ଯୌତୁକ ମାଗୁଥିଲା ଆଉ ନିଜେ କେସ୍ କରି ସ୍ୱାମୀକୁ ଜେଲ୍ ପଠାଇ ଦେଇଥିଲା। ସ୍ୱାମୀ ଜେଲ୍ରୁ ବେଲ୍ରେ ଆସିବା ପରେ ସ୍ତ୍ରୀ ବିରୁଦ୍ଧରେ ମଧ୍ୟ ଏତଲା ଦେଇଥିଲା। ସେ ସ୍ତ୍ରୀ ପାଇଁ ଖର୍ଚ୍ଚ କରିଥିବା ସବୁ ଟଙ୍କା ଫେରାଇ ଦେବାକୁ ଏତଲାରେ ଲେଖିଥିବା ସ୍ୱାମୀର କେସ୍କୁ ପୋଲିସ ତଦନ୍ତ କରୁଛି ବୋଲି କହୁଥିଲା। ଏ କାହାଣୀ ସେହି ସ୍ୱାମୀମାନଙ୍କୁ ଭାବିବାକୁ ବାଧ୍ୟ କରିବ ଯିଏ ନିଜ ସ୍ତ୍ରୀକୁ ଶିଖରରେ ଦେଖିବାକୁ ଚାହୁଁଛନ୍ତି। ଏ କାହାଣୀ ସେହି ସ୍ୱାମୀମାନଙ୍କୁ ଚିନ୍ତାରେ ପକାଇଦେବ ଯେଉଁମାନେ ନିଜ ସ୍ତ୍ରୀର ସବୁ ଆଶା ଅଭିଳାଷାକୁ ପୂରଣ କରିବାକୁ ଚାହୁଁଛନ୍ତି। ଆମେ କହୁନୁ ସବୁ ସ୍ତ୍ରୀ ସେମିତି ବୋଲି, ଏମିତି ଅନେକ ସ୍ତ୍ରୀ ବି ଅଛନ୍ତି ଉଚ୍ଚ ପଦବୀରେ ଥାଇ ବି ନିଜ ସ୍ୱାମୀ, ଶାଶୁ, ଶ୍ୱଶୁର ଏମାନଙ୍କ ପ୍ରତି କେବେ ଅବହେଳା କରିନାହାନ୍ତି। କିନ୍ତୁ ଏ କାହାଣୀ ଅନେକ ସ୍ୱାମୀକୁ ଚିନ୍ତାରେ ପକାଇ ଦେଇଛି ଯେଉଁମାନେ ନିଜ ସ୍ତ୍ରୀକୁ ନିଜ ଜୀବନଠୁ ଅଧିକ ଭଲ ପାଆନ୍ତି ଆଉ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ନିଜର ସବୁ କିଛି ସାରି ଦିଅନ୍ତି। କ'ଣ ଭାବୁଛନ୍ତି? ଗୁଲଶନ ନିଜ ସ୍ତ୍ରୀକୁ ପାଠ ପଢ଼ାଇ କୋଚିଂ ଦେଇ ତାର ସବୁ ସ୍ୱପ୍ନ ପୂରଣ କରିବା ଭୁଲ ଥିଲା, ନା ଏଇଭଳି ନାରୀମାନେ ନିଜ ସ୍ୱପ୍ନ ପୂରଣ ହେଲେ ସବୁ ଭୁଲି ଯାଆନ୍ତି? ଯଦି ପାୟଲ ଭୁଲ କରିଛି ତାକୁ କେମିତି ଦଣ୍ଡ ମିଳିବା ଦରକାର? କମେଣ୍ଟ କରି ଆପଣଙ୍କ ମତାମତ ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।